ମାନେ ଦେଖିପାରୁଥିବେ ଗାଡ଼ି କେମିତି ଅଛି। ବର୍ଷା ବି ପ୍ରବଳ ହଉଛି। ବର୍ଷାର ଆଉ ହାଲଚାଲ କିଛି ନାହିଁ। ଏତେ ଜୋରେ ବର୍ଷା ହଉଛି, ତା ଭିତରେ ବି ସବୁ ଗାଡ଼ି ବାଲା ଯୋଉମାନେ ବୁକିଂ କରିଛନ୍ତି ସେ ଗାଡ଼ି ମାନେ ନିଶ୍ଚିନ୍ତ ଆସିବେ ଫିଟନେସ୍ କରିବାକୁ। ଚାଲନ୍ତୁ ଯିବା ଦେଖିଆ ଗାଡ଼ି କେତେ ବର୍ଷା ଜୋରେ କେତେ ଜୋରେ ହଉଛି ଦେଖନ୍ତୁ। ଆଉ ତା ଦେହରେ ବି ଗାଡ଼ି ସବୁ ଲାଇନ୍ ହେଇକି ଛିଡ଼ା ହେଇଛନ୍ତି, ବୁଝିପାରୁଛ ନା ନାଇଁ। ବସ୍ ଅଟୋ ସବୁ ଗାଡ଼ି ପ୍ରାୟ ମୋ ଆଗରେ ବି କେତେଟା ଲାଇନ୍ ହେଇକି ଠିଆ ହେଇଛନ୍ତି। ଆଉ ଏଇଟା ହଉଛି RTO ଅଫିସ୍, ଯୋଉଠି ଚେକିଂ ହୁଏ। ସେ ଯୋଉ ଆଗଟା ଯୋଉ ଗେଟ୍ଟା ଅଛି ସେଇଟା। ଆଉ ସମସ୍ତେ ତ ଆସିଛନ୍ତି, ବହୁତ ଗାଡ଼ି ଆସିଛନ୍ତି। ମୁଁ ତ କାଲି ରାତିରୁ ଆସିଥିଲି, ଆଉ ରାତିରେ ରହିଥିଲି। ଆଜି ଯାଇକି କାଗଜପତ୍ର ରେଡ଼ି କରିକି ନେଇକି ଆସିକି ବସି ତ ଆସିବେ ଯେତେବେଳେ ସାର୍ ଆସିବେ ସେତେବେଳେ ଗାଡ଼ି ଭିତରକୁ ପୁରା ଯିବ। ପୁରା ଗଲେ ଆମେ ଚାଲିବୁ ଧୀରେ ଧୀରେ। ତାପରେ ସିରିଏଲ ଅନୁସାରେ ଯାଇକି ଗାଡ଼ି ଫିଟନେସ୍ ହବ। ସେ ଚେକ୍ ଚାକ୍ କରିବେ, ସାର୍ ସବୁ ଚେକ୍ ଚାକ୍ କରିବେ। କଲା ପରେ ଯାଇକି ଫିଟନେସ୍ ହବ। ସେମାନେ ସକାଳୁ ସକାଳୁ ଦେଖୁଥିବେ ଗାଡ଼ି ମୋର ଠିଆ ହେଇଛି, ଆଉ ଫିଟନେସ୍ ପାଇଁକି ଆସିଛି। ଦେଖନ୍ତୁ ଗାଡ଼ି କେଉଁଭଳିଆ ଲାଇନ୍ ବି ଠିଆ ହେଇଛନ୍ତି, ଦେଖନ୍ତୁ ଫିଟନେସ୍ ପାଇଁକା ଠିଆ ହେଇଛି ଦେଖିପାରୁଥିବେ। ଏଇଟା ହେଉଛି ଇଣ୍ଡିଆନ୍ ଅଏଲ୍ ଅଫିସଟା। ଆଉ ଏଇଟା ହେଉଛି ଗୋଟେ ପଡ଼ିଆ। ଏଠି RTO ଅଫିସ୍ ଆସୁଛନ୍ତି ଚେକ୍ କରିବାକୁ। RTO ବାଲା ଆସିବେ ଚେକ୍ କରିବାକୁ। ଗାଡ଼ିରେ ଗୋଟେ ଟ୍ୟାପ୍ ନାହିଁ, ଟ୍ୟାପ୍ ଲଗା ହବ। କେତେ ବଡ଼ ପଡ଼ିଆ ଦେଖନ୍ତୁ। ପଡ଼ିଆର ସବୁ ଯାକ ଗାଡ଼ି ଆସିକି ରହିବ। ଗାଡ଼ି ରହିଲା ପରେ ଯାଇକି ଗାଡ଼ି ଫିଟନେସ୍ ହବ। RTO ଆସିବେ, ଫିଟନେସ୍ ହବ। ଫିଟନେସ୍ ହେଲା ପରେ ଯିବ। ପାଇପ୍ ଗୁରା ସବୁ ଦେଖନ୍ତୁ କୋଉଭଳିଆ ଥୁଆ ହେଇଛି। ଏଟା ବଡ଼ ବଡ଼ ପାଇପ୍ କରିଥିବେ। ଏଠି ଗାଡ଼ି ଚେକିଂ ହବ। ଲାଇନ୍ ହେଇକି ସବୁ ଛିଡ଼ା ହେଇଛନ୍ତି ଦେଖନ୍ତୁ। ସବୁ ଜାଗା ଲାଇନ୍ ହେଇକି ଛିଡ଼ା ହେଇଛନ୍ତି। ଆଉ ସେପଟରେ ଟ୍ରେନିଂ ଚାଲିଛି, ମାନେ ଯେଉଁମାନେ ଟ୍ରାଏଲ୍ ଦେବାକୁ ଆସିଛନ୍ତି। ଲାଇଟ୍, ମୋଟର ସାଇକେଲ, ଏମାନେ ସମସ୍ତେ ଦେଖନ୍ତୁ କେଉଁ ଭଳିଆ ହେଇଛି ସିଷ୍ଟମ୍ ସେଇଟା। ମାନେ ଏଇଭଳିଆ ପୁରାପୁରି ଲାଇନ୍ ଦେବାକୁ ପଡ଼ିବ। ଏଇଭଳିଆ ଲାଇନ୍ରେ ଗଲେ ଯିବା ଆସିବା କରିବ, ବ୍ରେକ୍ରେ ଯିବ ଆସିବ, ଏସବୁ ସିଷ୍ଟମ୍ କରିବାକୁ ପଡ଼ିବ। ବର୍ତ୍ତମାନ ପାଇଁ ଆଉ ଫିଟନେସ୍ ହେଇପାରିଲାନି ତ ଖାଇବା ପିଇବା ଚାଲିବ। ଭୋକ କଲାଣି ପ୍ରବଳ ଜୋରେ, ସକାଳୁ ଖିଆପିଆ ହେଇନି। ଆଉ ଦେଖିପାରୁଥିବେ ଗାଡ଼ି କୋଉ ଭଳିଆ ଜାମ୍ ଦେଖାଉଛନ୍ତି ନା ନାଇଁ। ଗାଡ଼ି କୋଉ ଭଳିଆ ଲମ୍ବା ଲାଇନ୍ ଲାଗିଛନ୍ତି ଦେଖନ୍ତୁ। ଏତେ ଜୋରେ ଲମ୍ବା ଲାଇନ୍, ଗାଡ଼ିର ଅବସ୍ଥା କ'ଣ ସବୁ ଦେଖନ୍ତୁ କୋଉ ଭଳିଆ। ଆଉ ଏଠି ତ ପରିସ୍ଥିତି ବହୁତ ଶୋଚନୀୟ। ଆମର ତ ବଡ଼ ଗାଡ଼ି, ଆମେ କୁଆଡ଼େ ଭର୍ତ୍ତି କରିକି ଯାଇପାରିବୁ ନାହିଁ। ତ ଯାହା ବି ହେଲେ ଭାଇ ଆଗ ଖାଇଦେବା ଦିଟା, ନହେଲେ ନ ଖାଇଲେ ବି ଆଉ ମିଳିବନି, ଖାଇବା ମିଳିବନି। ଯେଉଁ ଟଲିରେ ଆସୁଛି ଖାଇବାକୁ, ସିଏ ବି ଖାଇବା ମିଳିବନି। ତେଣୁକରି ଭାଇମାନେ ଚାଲନ୍ତୁ ଯିବା। ଦେଖନ୍ତୁ କୋଉ ଭଳିଆ ଖାଇବା ଆମର। ଭାତ, ଡାଲି, ମାଛ ତରକାରୀ ମୁଣ୍ଡ, ଆଉ ଭଜା, ପୋଟଳ ଆଳୁ ଭଜା। ଦେଖିପାରୁଥିବେ। ଖାଲି ଭାଇମାନେ ଖାଇବା ପିଇବା ଚାଲିବ ଏଇନାକେ।